ରଘୁଆର ଘର ଆଗରେ ବହୁତ ଗହଳି ଚହଳି, ସାହି ପଡ଼ିଶାଙ୍କର ବହୁତ ଭିଡ଼। କାହିଁକି କ'ଣ? ରଘୁଆ ଆର ସାହିରୁ ଗୋଟେ ଝୁଅ ଘିନି ଆଣିଛି। ଦେଖା ନାହିଁ ଚାହା ନାହିଁ, ଶେଷରେ ରଘୁଆ ଏଇଆ କଲା। ଜଣା ନାହିଁ କୋଉ ଝୁଅକୁ ଆଣିଥିବ। ପରକୁ ପର ଝିଅର ବାପା ଦାଦା ବି ଆସିଗଲେ କିଛି ଲୋକଙ୍କ ସାଙ୍ଗରେ। ଶେଷରେ ବାପା ଡାକ ପକେଇଲେ, କନକ ଲୋ କନକ। ତା ଛପର ଭିତରୁ ବାହାରକୁ ଆସିଲେ ରଘୁଆ ଓ ସାଙ୍ଗରେ କନକ। କନକକୁ ଦେଖି ଆଖପାଖ ଲୋକ ଟେରା। ହଳଦୀ ମୁଖା ଚମ୍ପା ଦେହକୁ ଜହ୍ନ ଭଳିଆ ମୁହଁ ସହ ନାଲି ରଙ୍ଗର ଲୁଗାରେ ଲାଗୁଥିଲା ସତେ ଯେମିତି ସାକ୍ଷାତ ବନଦେବୀ ଓହ୍ଲାଇ ଆସିଛନ୍ତି। ରଘୁଆର ଘର ପଟୁ ସବୁ ରାଜି କନକକୁ ଦେଖି। ଏବେ ରହିଲା କନକ ଘର ଲୋକ। ସେମାନେ ବି ଦେଖିଲେ ରଘୁଆର ହଳୁଆ ଶରୀର, ହସ ହସ ମୁହଁ, ଚାଷ ଜମିକୁ ଘର ଡିହ ଖଣ୍ଡେ ଅଛି, ଗାଈ ବାଛୁରୀ ହଳେ ବି ଅଛନ୍ତି। ଆଉ କ'ଣ ବା ଦରକାର ଯେ? ଉଭୟ ପରିବାର ଓ ସାହି ଭାଇ ରାଜି ହୋଇ ପରମ୍ପରାରେ ଦୁଇଙ୍କ ବାହାଘର ସରିଗଲା। ବାହାଘରକୁ ମାତ୍ର 9 ଦିନ। ପୋଖରୀ କୂଳରୁ ସନ୍ଧ୍ୟାରେ ପାଣି ଆଣି କନକ ଜୋରରେ ଯାଇ ରଘୁଆକୁ କୁଣ୍ଢେଇ ପକାଇଲା ଡରିକି। ରଘୁଆ ଯେତେ ପଚାରୁଥାଏ କିଛି ନ କହି ହଠାତ୍ ଚେତାଶୂନ୍ୟ ହୋଇଗଲା। କନକ ଶାଶୁ ଡାହାଣୀ ଲାଗିଛି ଭାବି ମାଙ୍କ ପାଖରେ କେତେଥର ନେଉରା ହୋଇ ସାରିଲାଣି। ଚେତା ଆସିଲାରୁ କନକ କାନ୍ଦିକି କହୁଥାଏ କି ସେ ପାଣି ଆଣିଲା ବେଳେ ଶୁଣିଲା କି ରାଜ୍ୟକୁ କାଳେ କୋଉ ରାଜା ଆକ୍ରମଣ କରିଛି। ଏତିକି ଶୁଣିଲା ପରେ ରଘୁଆ ତା ଘର ଲୋକ ଜୋରରେ ହସିବାକୁ ଲାଗିଲେ। ଏହା ଦେଖି କନକ ଟିକେ ତୁନି ହେଲା। ବଲବଲ କରି ଚାହିଁଥାଏ ସେମାନଙ୍କ ମୁହଁକୁ। ରଘୁଆ କହିଲା, ଏ କ'ଣ ନୂଆ କଥା କି? କେତେ ରାଜା କେତେ ଥର ଆକ୍ରମଣ କରିଛନ୍ତି। ମହାପୁରୁ ଓ ମାଙ୍କ ସାହାରୁ କଳିଙ୍ଗର କିଛି ହେଇନି। ଇଏ କଳିଙ୍ଗର କୋଉ ଯୁଦ୍ଧ କ'ଣ ବା କରିବ ବା? କନକ କହିଲା, କିନ୍ତୁ ରାଜାଘରୁ ଗୌରୀର ଭାଇ କଥା ପଠେଇଛନ୍ତି ଏଥର କାଳେ ବହୁତ ବଡ଼ ସୈନ୍ୟ ସାମନ୍ତ ଆସିଛନ୍ତି। ରଘୁଆ କହିଲା, ଏ କଥାକୁ ଏତେ ଡର? ଆମର କିଏ କ'ଣ କରିବ? ଆମକୁ ରାଜାଙ୍କ ସୈନ୍ୟବାହିନୀରେ ଥରେ ଲଢ଼ିବାକୁ ଛାଡ଼ିଲେ ଶତ୍ରୁକୁ ପାଣି ପିଆଇ ଦିଅନ୍ତୁ। ଦିନ ପରେ ଦିନ ବିତି ଚାଲିଲା। ହେଲେ ଖବର ଆସୁଥାଏ ଯୁଦ୍ଧ ଏବେ ବି ଚାଲିଛି। ରକ୍ତର ପିପାସୁ ହୋଇ ରାଜା ଅଶୋକ କେତେ ପ୍ରାଣବଳି ଦେଇ ସାରିଲେଣି, ହେଲେ ଯୁଦ୍ଧ ଥମିବାର ନାଁ ନେଉନି। ସେପଟେ ରାଜାଠୁ ମହାରାଣୀ, ରାଜକୁମାରୀ, ସମସ୍ତ ସୈନ୍ୟବାହିନୀ ସହ ରାଜଧାନୀର ଅନେକ ସାଧାରଣ ଜନତା ବି ଏଥିରେ ସକ୍ରିୟ ଅଂଶଗ୍ରହଣ କରିସାରିଲେଣି। କନକ ଆଜି ପୁଣି ଥରେ ଚେତାଶୂନ୍ୟ। ପୁଣି ଥରେ ଘରେ ସବୁ ଡରରେ କନକକୁ କିଛି ବଡ଼ ରୋଗ ହୋଇନି ତ? ବୈଦ ବୁଢ଼ା ଆସି ଦେଖି କହିଲା, କନକ ଏବେ ଅନ୍ତଃସତ୍ତ୍ୱା, ସେ ଏବେ ମା ହେବାକୁ ଯାଉଛି। ଯୁଦ୍ଧର ମାନସିକ ଅଶାନ୍ତିରେ ସତେ ଯେମିତି କିଏ ଗୋଟେ ଖୁସିର ଛୁଙ୍କ ପକାଇ ଚାଲିଗଲା। କନକ ରଘୁଆର ଛାତିରେ ମୁଣ୍ଡ ରଖି ଶୋଇଥାଏ। ତାର ଛାତିର ଧକ୍ ଧକ୍ ଶବ୍ଦକୁ ସେ ଶୁଣୁଥାଏ। ହଠାତ୍ ତାର ଛାତିର ଧକ୍ ଧକ୍ ଶବ୍ଦ ଜାଗାରେ ବିଶାଳ ଘୋଷଣା ବାଜାର ଶବ୍ଦ ଶୁଣି ସେ ଚମକି ପଡ଼ିଲା। ଉଭୟ ଯାଇ ଦେଖନ୍ତି ତ ବାହାରେ ରାଜାଙ୍କ ଆଦେଶରୁ ଘୋଷଣା ଆସିଛି। ଘୋଷଣା ଥିଲା, କଳିଙ୍ଗ ଯୁଦ୍ଧ ଆସି ମାସେ ପରେ ପହଞ୍ଚିଲାଣି, ହେଲେ ଯୁଦ୍ଧ ସରିବାର ନାଁ ଧରୁନି। ଆମର ବୀର କଳିଙ୍ଗ ସେନାନୀ ଶତ୍ରୁକୁ ମାରି ନିଜ ଅନେକ ବୀରଗତି ପ୍ରାପ୍ତ କଲେଣି। ଆମର ଅସ୍ତ୍ରଶସ୍ତ୍ର ସୈନ୍ୟବାହିନୀ ଧୀରେ ଧୀରେ କ୍ଷୀଣ ହେବାକୁ ଲାଗିଲାଣି। ଯେଉଁମାନେ ସ୍ୱଇଚ୍ଛାରେ ସୈନ୍ୟବାହିନୀରେ ଯୋଗ ଦେବାକୁ ଚାହୁଁଛନ୍ତି ସେମାନେ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଯୋଗ ଦେଇପାରିବେ। ଏବେ ଯାଇ ପ୍ରକୃତରେ ସମସ୍ତଙ୍କୁ କଳିଙ୍ଗ ଯୁଦ୍ଧର ବିଭୀଷିକା ବିଷୟରେ ଧାରଣା ଆସିଲା। ଗାଁର ହଳୁଆ ମୂଲିଆ ଯୁବକ ସବୁ ପ୍ରସ୍ତୁତ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ। ଜମିରେ ଫସଲ ଉପୁଜାଉଥିବା କୋଡ଼ି, କୋଦାଳ, କୁରାଢ଼ୀ ସହ ଆଉ ଘରୋଇ ଜିନିଷ ସହ। ରଘୁଆ ଦେହରେ ଲଢ଼େଇର ବହ୍ନି, ହେଲେ ତା ଆଗରେ ନାଚି ଉଠୁଛି କନକର ସେଇ ମୁହଁ। ତାକୁ କେମିତି ଏକା ଏହି ଅବସ୍ଥାରେ ଛାଡ଼ି ଦେଇଯିବ? ସେ ତ ତା ଜାଗାରେ ଠିକ୍ ଥିଲା। କାହିଁ ବା ତାକୁ ବାହା ହୋଇ ଏହି ପରିସ୍ଥିତିକି ଆଣୁଥିଲା ସେ ଭାବୁଥିଲା। ମନରେ ହଜାର ଦ୍ୱନ୍ଦ୍ୱ ନେଇ ରଘୁଆ ଘର ଭିତରକୁ ଆସେ ତ ଦେଖିଲା କନକ ପନିକି କଟୁରୀ ଧରି ଯୁଦ୍ଧ ପାଇଁ ପ୍ରସ୍ତୁତ। ରଘୁଆ ମୁହଁରେ ପ୍ରଶ୍ନ ଦେଖି କନକ କହିଲା, ମୁଁ ବି ଯିବି ତୁମ ସହିତ ଯୁଦ୍ଧ ଭୂଇଁକୁ। ମୁଁ ବି ଶେଷ ନିଶ୍ୱାସ ଯାଇ ଲଢ଼ିବି କଳିଙ୍ଗ ଭୂଇଁ ପାଇଁ। ତା ଶାଶୁ ଆସି କହିଲେ, ନା ଲୋ ମା, ମାଇ ପିଲାମାନେ ଯାଆନ୍ତିନି। ଯୁଦ୍ଧ କରିବା ମରଦ ପୁଅର କାମ। ଏହା ଶୁଣି କନକ କହିଲା, ମା, ଯଦି ଆମ ମହାରାଣୀ ରାଜଜେମା ଲଢ଼ିପାରିଲେ ତେବେ ମୁଁ କାହିଁକି ନୁହଁ? ଯଦି କଳିଙ୍ଗ ଭୂମି ଆମ ସହ ପାତର ଅନ୍ତର କରିନି ତେବେ ଜୀବନ ଦେବାର ଅଧିକାର କେବଳ ମରଦ ପୁଅର କାହିଁ, ଆମର କାହିଁକି ନୁହଁ? ରଘୁଆ କହିଲା, ଆଜି ତମ ପାଇଁ ମୋ ମୁଣ୍ଡ ଗର୍ବରେ ଉଠି ଯାଉଛି। ତମେ ହିଁ କଳିଙ୍ଗର ବୀରା। କିନ୍ତୁ ମୁଁ ଯାଇ ଯଦି ବୀରଗତି ପ୍ରାପ୍ତ କରିଦିଏ କେବଳ ଜଣଙ୍କ ଜୀବନ ଯିବ, ହେଲେ ତୁମେ ଗଲେ ଦୁଇ ଦୁଇ ଜଣ କଳିଙ୍ଗର ଉତ୍ତପ୍ତ ରକ୍ତ ସମାପ୍ତ ହୋଇଯିବ।
ଆଉ ତୁମେ ଯେଉଁ ପୁଅ ବା ଝିଅକୁ ଜନ୍ମ ଦେବ ତା ଭିତରେ ଆମ ଦୁଇ ଜଣଙ୍କ ବୀରତ୍ୱର ରକ୍ତ ବୋହୁଛି, ସିଏ କ'ଣ ହେବ? ମହାପୁରୁ ନ କରନ୍ତୁ, କିନ୍ତୁ ଦୁର୍ଭାଗ୍ୟକୁ ଯଦି ଆଉ ଗୋଟେ ପରେ ଯୁଦ୍ଧ ହୁଏ, ତେବେ ଆମର ଲଢ଼ିବା ପାଇଁ କିଏ ତ ଯିବ? ଆଉ ଆମର ଯିଏ ଛୁଆ ଆସିବ, ଯଦି ଝିଅ ହେବ ଠିକ୍ ତୁମ ପରି ଗଢ଼ିବ, ଆଉ ଯଦି ପୁଅଟିଏ ହୁଏ ଠିକ୍ ତୁମ ପରି ହିଁ ଗଢ଼ିବ, କାହିଁକି ନା ତୁମ ଭଳି ବୀରତ୍ୱ ବିରଳ। ଯଦି ଜୀବନ ନେଇ ଫେରେ ତ ଭଲ କଥା, ଆଉ ଯଦି ଅଶୋକର ସେନା ଆଗରେ ବୀର ଭଳି ଲଢ଼ି ଲଢ଼ି ମରିଯାଏ, ତେବେ ଦୟା ନଦୀ କୂଳର ଲାଲ ପାଣିକୁ ମୋ ଛୁଆକୁ ଦେଖେଇ ବୁଝେଇ ଦେବ କି ତା ବାପା କାପୁରୁଷ ନୁହେଁ, ସଗର୍ବରେ ସେ ବୀରଗତି ପ୍ରାପ୍ତ କରିଛନ୍ତି। ମୁଣ୍ଡରେ ରକ୍ତରେ ତିଲକ ଲଗାଇ କନକ ଗୋଟିଏ ବୀରା ଭଳି ବିଦାୟ ଦେଲା ରଘୁଆକୁ। ସେପଟେ କ୍ରୂର ଅଶୋକର ଛାଉଣିରେ ପଡ଼ିଲାଣି ହାହାକାର। 3 ଦିନରେ ସରିଯିବ ଭାବି ଯେଉଁ ଯୁଦ୍ଧ କରିବାକୁ ଆସିଥିଲା, ତାହା ଆଜି 3 ମାସ ହେବାକୁ ବସିଲାଣି, ହେଲେ ଯୁଦ୍ଧ ସରୁନି। ନିଜେ ବି ଅନେକ ସୈନ୍ୟବାହିନୀ ଆଜି ହରାଇ ସାରିଲେଣି, ଖାଦ୍ୟ ସାମଗ୍ରୀ ବି ସରିବାକୁ ବସିଲାଣି। ସେ ନିଜେ ଚକିତ ହୋଇଯାଇଥିଲେ, ଭାବେ କେତେ ବିଶାଳ ଏ କଳିଙ୍ଗ ସେନାନୀ, ଯେ ବିଶାଳ ମଗଧ ବାହିନୀ ଆଗରେ ମୁଣ୍ଡ ଟେକିବାର ନାଁ ହିଁ ନେଉନାହିଁ। ଏପଟେ 2 ମାସ ହେବ କନକର ଆଖି ଅନାଇ ବସିଛି, କାଳେ କେବେ ଯୁଦ୍ଧ ସରିଯିବ, ଶତ୍ରୁର ରକ୍ତର ଜୟ ତିଲକ ଲଗାଇ ରଘୁଆ ଫେରିବ। ହେଲେ ସେ ଜଣେ ବୀରାଙ୍ଗନା ଭଳି କେବେ ଆଖିରୁ ଧାର ଲୁହ ଗଡ଼େଇବାକୁ ଦେଇନାହିଁ। ଗୋଟେ ଦିନ ଘୋଷଣା ହେଲା କି ଭାରତର ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କଳିଙ୍ଗ ଯୁଦ୍ଧର ସମାପ୍ତ ଘଟିଲା। ଅଶୋକ କଳିଙ୍ଗ ଉପରେ ବିଜୟ ପାଇଲେ ସତ, ହେଲେ ନରସଂହାର ବିଭୀଷିକା ଦେଖି, ଦୟା ନଦୀରେ ରକ୍ତର ବନ୍ୟା ଦେଖି ତାଙ୍କର ମାନସିକ ପରିବର୍ତ୍ତନ ହୋଇଗଲା। ସେ କାଳେ ଆଉ ଯୁଦ୍ଧ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଦୟା ନଦୀର ତଟରେ ସୂର୍ଯ୍ୟୋଦୟର ସମୟ। ପଥର ସଦୃଶ ଛିଡ଼ା ହୋଇଛି କନକ। ସୂର୍ଯ୍ୟଙ୍କର କନକ କିରଣରେ କନକ ମୁଣ୍ଡରୁ ସଦ୍ୟ ସିନ୍ଦୁର ପୋଛା ଯାଇଥିବା କପାଳ ସୁନା ପରି ଝଟକି ଉଠୁଥାଏ। ଆଉ ଲକ୍ଷ ଲକ୍ଷ ଲୋକଙ୍କ ଆଶାର ଶବ ଉପରେ ମୁକୁଟ ପିନ୍ଧି ବସିଥିବା ଅଶୋକଙ୍କ ପରିବର୍ତ୍ତନର ପ୍ରହେଳିକା ଶୁଣି ସେ ଅଟ୍ଟହାସ୍ୟ ଦେଉଥାଏ, ଆଉ ନିଜ ପ୍ରେମର ବଳିଦାନ ପାଇଁ ସେ ନିଜେ ଗର୍ବିତ ହେଉଥାଏ। ଏଭଳି କେତେ ଯେ କନକ ରଘୁଆଙ୍କର ପ୍ରେମର ସମାଧି ଉପରେ ନିଜେ ଇତିହାସରେ ନିଜର ଛବି ସୁଧାରିବା ପାଇଁ ଯେଉଁ ଜୟଗାନ ଅଶୋକ କରିଯାଇଛନ୍ତି, ସତରେ ଏଇ ତ ହେଉଛି ରାଜନୀତି। ତଥାକଥିତ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଶିଳାଲେଖରେ ନିଜ ଗୁଣଗାନ କରିଲା ପରେ ଯେଉଁ ଶାସକ ବୀର କଳିଙ୍ଗର ରାଜା ଓ ରାଜବଂଶ ନାମ ପାଇଁ ଏକ ଛୋଟ ସ୍ଥାନଟିଏ ପାଇଲା ନାହିଁ, ସିଏ ମୋହମାୟା ଛାଡ଼ି ଶାନ୍ତିର ପ୍ରଚାରକ ହୋଇଗଲେ ବିଶ୍ୱାସ କରିବା ଟିକେ ତ କଷ୍ଟ। এই କାହାଣୀଟି ସମ୍ପୂର୍ଣ୍ଣ କାଳ୍ପନିକ। ଭାରତୀୟ ଇତିହାସର ସବୁଠାରୁ ଦୀର୍ଘ ଓ ଭୟାନକ ଯୁଦ୍ଧ କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ରାଜନୀତିକୁ ଆଧାର କରି ଏହା ଏକ କାଳ୍ପନିକ କାହାଣୀ। କନକ ରଘୁଆ ଚରିତ୍ର ଲକ୍ଷ ଲକ୍ଷ ଓଡ଼ିଆ ବୀରା ଓ ବୀରଙ୍କର ଏକ ପ୍ରତୀକାତ୍ମକ ଚିତ୍ରଣ, ଯେଉଁମାନେ କଳିଙ୍ଗ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଦେଇଛନ୍ତି। ଧନ୍ୟବାଦ।